ହସ୍ତତନ୍ତ ଦିବସ ଉପଲକ୍ଷେ ଆମେ ଆସି ପହଞ୍ଚିଥିଲୁ ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ବା ଆମ ବଳଙ୍ଗା ମୌଜବେଗ ଗାଁରେ। ଏ ଗାଁରେ ମିନିମମ 100-150 ପରିବାର ଏଇ ହସ୍ତତନ୍ତ ଉପରେ ନିର୍ଭରଶୀଳ। ଯଦି କହିବା ଯେତେବେଳେ ଆମ ଯୋଉ ରହିଛି ଗାଁର ଜିନିଷଟାକୁ ନେଇକି ଯେତେବେଳେ ସହର କିମ୍ବା ବିଦେଶରେ ଯେତେବେଳେ ଚର୍ଚ୍ଚା ହଉଛି, ସେଇ ଭିତରେ ଏଇମାନଙ୍କର ମଧ୍ୟ ବହୁତ ଚର୍ଚ୍ଚା ରହିଛି। କାହିଁକି ନା ନିଜେ ଏଇ ଜିନିଷ ହାତରେ ନିଜେ ତିଆରି କରୁଛନ୍ତି ହସ୍ତତନ୍ତ, ଯାହାକୁ ନେଇକି ଆମ ଓଡ଼ିଶା ମଧ୍ୟ ଗର୍ବାନ୍ୱିତ ମନେ କରେ। ଆସନ୍ତୁ ସେଇ ଯୋଉ ମହିଳାମାନେ ଏଇ ଯୋଉ ଭଳିଆ କାମ କରୁଛନ୍ତି, ଆସନ୍ତୁ ପଚାରିବା ଏଇ ଯୋଉ କାରୁକାର୍ଯ୍ୟ କରୁଛନ୍ତି କେତେ ଦିନର ଏଇ କାମ ଆଉ କଣ କେମିତି ରହିଛି ଏହାର ମହତ୍ଵ। କଣ ପରିଚୟ ଆପଣଙ୍କର? ମୋ ନାଁ ସୁଜାତା ସାହୁ। କଣ କହିବେ ଯୋଉ ହସ୍ତତନ୍ତ ନିଜେ ତିଆରି କରୁଛନ୍ତି ଆଉ ଏହା ନେଇକି ବିଭିନ୍ନ ରହିଛି ସଂସ୍ଥା ରହିଛି ବା ଆପଣଙ୍କୁ ନେଇକି କାରୁକାର୍ଯ୍ୟକୁ ନେଇକି ବିଭିନ୍ନ ପ୍ରଶଂସା ମିଳୁଛି, କଣ କହିବାକୁ ଚାହିଁବେ? ପ୍ରଶଂସା ପାଇଁ ତ ସମସ୍ତେ ଗର୍ବିତ ନିହାତି, ବାକି ଆମେ ନିଜକୁ ସକ୍ଷମ ମନେ କରୁଛୁ ଏହା ଦ୍ୱାରା। ଯେ ପରିବାର ପ୍ରତିପୋଷଣ କରିବାକୁ ଏଇ ବୃତ୍ତିରେ ହଁ, ଆପଣେଇଛନ୍ତି ଆପଣ। ମାଧ୍ୟମ ନିହାତି ନିହାତି। ଯଦି ଏଇ ଜିନିଷଟାକୁ ପରିବାର ଜଣେ ଦୁଇ ଜଣ ଯଦି ବି କରନ୍ତି ତାହେଲେ ନିହାତି ଗୋଟେ ପରିବାର। ମୁଁ ସୋସାଇଟିରେ ଏବେ ନୂଆ ମେମ୍ବର ଅଛି। ମୁଁ ବେଶୀ କିଛି ଜାଣିନଥିଲି, ବାସ୍ ଏବେ ନୂଆ ମେମ୍ବର ରହିଛି। ପିପିଲି ତନ୍ତବ୍ୟ ସହଯୋଗ ସମିତି। ମୁଁ ତ ସେମିତି ଭଲ ଜାଣିନି ଏତେଟା, ଯେହେତୁ ମୁଁ ନୂଆ, ତଥାପି ଯେତିକି ଜାଣିଛି ପ୍ରାୟ ଆମ ଗାଁରୁ ହିଁ କେବଳ 200 ପାଖାପାଖି। ପ୍ରାୟତଃ ବେଶୀ ତ ଗାମୁଛା ଧୋତି ବୁଣା ଯାଇଥାଏ। ମୁଁ ତ ନିଜେ ବଡ଼ି ବାନ୍ଧ ଗାମୁଛା ବୁଣୁଛି ଏବେ ଏ ଟ୍ରେନିଂ ପରଠୁ। ବେଶୀ ତ ଆଉ କଣ ଯୋଉ ବଡ଼ି ବାନ୍ଧ ଗାମୁଛା, ଯୋଡ଼, ଶାଢ଼ୀ ପ୍ରାୟତଃ ରେଖ ଆଉ ଯୋଉ ସେଟା କଣ ବଡ଼ି ବାନ୍ଧ, କାର୍ଗିଲ, ଏଇ ଟାଇପର 3-4 ପ୍ରକାରର ଶାଢ଼ୀ ବୁଣା ହେଉଛି। ନା ଏଇଟା ତ ଭରଣ ପୋଷଣ ବି କେବେ ଗୋଟେ ପରିବାର ପାଇଁ ସମ୍ଭବ ନୁହଁ, କିନ୍ତୁ ଆମେ ମାନେ ଯେହେତୁ ସ୍ତ୍ରୀ ଲୋକ ଘରେ ବସିବା ପାଇଁ କିଛି ତ କରିକି ତ ପରିବାରକୁ କିଛି ତ ସହଯୋଗ କରିପାରିବୁ। କେବଳ ଜଣଙ୍କ ଉପରେ ଡିପେଣ୍ଡ କଲେ ଆଜିକାଲିକା ସମାଜରେ ଖର୍ଚ୍ଚର ଯୋଉ ଭଳିଆ ପରିମାଣ ବଢ଼ିଗଲାଣି, ଛୁଆଙ୍କ ଭବିଷ୍ୟତ ଯଦି ଟିକେ ଗଢ଼ିବାକୁ ଚିନ୍ତା କରିବେ ଭଲରେ, ତାହେଲେ କେବେ ତ ଗୋଟେ ଲୋକ ରୋଜଗାର କରି ପରିବାର ଚଳେଇ ପାରିବ ଅସମ୍ଭବ। ତେଣୁ ଆମେ ଯେହେତୁ କିଛିଟା କୌଳିକ ପ୍ରତି ଶିଖିପାରିଲୁ, ଜାଣିପାରିଲୁ, ଏହା ଦ୍ୱାରା କ'ଣ ହୁଏ ନା କିଛିଟା ସହଯୋଗ ସେମାନଙ୍କୁ ମିଳିଯାଏ, ଯାହାକି ଆମେ ନିଜ ପିଲାଙ୍କ ପାଇଁ କିଛିଟା ଅଧିକା ଆଶା ବି କରିପାରୁଛୁ, ଯୋଉଟା କି ସେ ଆମକୁ ସପୋର୍ଟ କରୁଛି। ଅନୁରୋଧ କରିବି, ନିହାତି ଅନୁରୋଧ କରିବି, ଆମକୁ ଏ ବାବଦରେ ଟିକେ ପ୍ରଶିକ୍ଷଣ ଅଧିକା ଦିଅନ୍ତୁ। କାହିଁକିନା ଆମମାନେ ତ କିଛି ଶିଖିଲେ ତ ଆଗକୁ ଯିବ ନା, ସେମିତି ତ କେବେ ଆଗକୁ ଯାଇ ହେବନି। ତେଣୁ ଏଇ ଗୋଟିଏ ଅନୁରୋଧ, ଆମ ପାଇଁ ଯୋଉ ଟ୍ରେନିଂ ବ୍ୟବସ୍ଥା ଯେମିତି ଥରେ ଥିଲା ସେମିତି ବାରମ୍ବାର ଆସୁ, ଏମିତି ବହୁତ ଲୋକ ବି ଆଉ ଆଗକୁ ଶିଖିପାରିବେ। ଆମେ ଆଜି ଏଇ ଜିନିଷଟା ଶିଖୁଛୁ ତ କାଲି ଅଧିକା ଶିଖିଲେ ତ ଅଧିକା ରୋଜଗାର ବି କରିପାରିବୁ, ପରିବାର ପାଇଁ ସପୋର୍ଟ ବି ହବ, ପିଲାଙ୍କ ଭବିଷ୍ୟତ ବି ଯାହା ବି ହଉ। ସେଇଥିପାଇଁ ଗୋଟେ ଅନୁରୋଧ ଯେ ଆଗକୁ ପ୍ରଶିକ୍ଷଣ ବ୍ୟବସ୍ଥା ଟିକେ ଅଧିକା କଲେ ଭଲ ହବ। ଚନ୍ଦ୍ର ବେହେରା, ମୌଜବେଗ, ବଳଙ୍ଗା, ପୁରୀ, ପିପିଲି ଥାନା, WCS। ଆମର सोसाइटी पिपिली थाना WCS रे धोती, गामुछा, तापरे शाढ़ी आउ साटिन भी बुड़ा होची, ए सब बुड़ा चलचे। आम सोसाइटी रे विभिन्न प्रकार डिजाइन तो तैयारी होची, किंतु आउ टिके भल हेले टिके भल होंदा, आउ टिके भल डिजाइन बुणा हेले टिके भल होंदा। आ सरकार तरफ आउ टिके प्रोत्साहन मिले आउ टिके लोक भल जिनिस बुणला पर टिके भल रोजगार करके जीविका निर्वाह करि पारंते। अनुरोध आउ टिके लोक मानकु तालीम देवा दरकार, जेमति डिजाइन जिनिस टिके बाहरिबो, खाली धोती गामछा साड़ी एडा न करिकरी जेमति डिजाइन जिनिस बाहरिबो, आमर सोसाइटी जमी बाहर देश में ना कर सरकार आमको टे प्रोत्साहन देले आम विशेष उपकृत हबो। नरेश चंद्र बेहरा, संपादक, पिपिली थाना तंतुबाई सहयोग समिति, मौजबेग, पुरी। जहाँ ये संस्था 1945 मसीह आम ये समिति डिस्ट्रीब्यूट होती मझे खातिप्रतिघात होती। बर्तमान आम ये भितर 50 वर्ष ऊर्ध हम नियमित कार्य चली आसुची। बर्तमान एवं 2014 मसीह माननीय प्रधानमंत्री नरेंद्र मोदी जी निर्देश क्रमे जातीय हस्ततंत्र दिवस पालन आज तारीख अगस्ट 7 माने पालन करा जाउछि। एटा आम बहुत गौरव मन करूँ समस्ते। हस्ततंत्र क्षेत्र में एभली किसी कौन दिन धार्य नथा गोटे पालन करा हबार आमको बहुत खुशी लगुच। समस्ते ए दिन टी बहुत सुरखुरी पालन करमर ये आज्ञा 180-83 खंड मेम्बर अच्छा भर किसी बुणाकार बाहर नियमित माने अल्प नियमित कार्य करना कि नियमित कार्य कर मोटामोटी भाव देखला ये गाँव में अच्छी अति कम 150 तंत्र अच्छी पाखापाखि गाँव मानक सब मोटामोटी भाव 250 तंत्र पर अच्छी पाखापाखि गाँव मिसिकी
ଆଉ ସମିତି ମାଧ୍ୟମରେ 100 ପାଖାପାଖି ତନ୍ତ କାର୍ଯ୍ୟ କରୁଛନ୍ତି। ଆଉ ଅନ୍ୟମାନେ ସବୁ ବାହାର ବଜାରରୁ କାମ କରୁଛନ୍ତି, ବାହାର ପାଖରେ କାମ କରୁଛନ୍ତି। ବର୍ତ୍ତମାନ ସରକାରଙ୍କ ତରଫରୁ ସାହାଯ୍ୟ ସମିତି ମାନଙ୍କୁ ସେଭଳି କିଛି ନାହିଁ। ବୁଣାକାର ମାନଙ୍କୁ ଡାଇରେକ୍ଟ ସବୁ ପ୍ରୋତ୍ସାହନ ଦିଆଯାଉଛି। ଘର, ଆବାସିକ ଘର, ତା ସହିତ ଆଉ ବୁଣା ନିମନ୍ତେ ଯୋଉ ତାଙ୍କର ଦରକାର ଆମର ତନ୍ତ ଆଉ ଆକ୍ସେସରି ଯୋଉ ପାନିଆ ଯାହା ଦରକାର 10% ପୂର୍ବ ସରକାର ଅମଳରେ 10% ବୁଣାକାରଙ୍କ ଅଂଶ ରଖିକିରି ସରକାର ଆଉ ଅବଶିଷ୍ଟ 90% ଯୋଗାଉଥିଲେ। ବର୍ତ୍ତମାନ ନୂଆ ସରକାର ଆସିବା ପରଠାରୁ ଟିକେ ସ୍କିମ୍ କ'ଣ ପରିବର୍ତ୍ତନ ହେଉଛି ବୋଲି ଆମେ ଶୁଣିବାକୁ ପାଉଛୁ। ଆମକୁ ଯଦିଓ ପୁରା ଇଏ ହସ୍ତଗତ ହେଇନାହିଁ ସବୁ, ଆମେ 20% 10% ବଦଳି 20% ନେବେ ବୋଲି ଇଏ ଅଛି। ଏଭଳି କିଛି କାର୍ଯ୍ୟକାରୀ ହେଇନାହିଁ। ତାହେଲେ ଆମେ ଇଏ କରିବୁ। କିନ୍ତୁ ବୁଣାକାର ମାନେ ବହୁତ ବିଗତ 10 ରୁ 12 ବର୍ଷ ହେବ ବୁଣାକାର ମାନେ ବହୁତ ଭଲରେ ଟିକେ ଡେଭଲପ୍ କରୁଛନ୍ତି। ହସ୍ତତନ୍ତ ଦିବସରେ ସମସ୍ତଙ୍କୁ ଯାହା ହଉ ଗୋଟେ ଖୁସିର ଦିବସ ଆଜି। ଆଉ ସମସ୍ତ ବୁଣାକାର ମାନଙ୍କୁ ମୋର ଗୋଟିଏ ବାର୍ତ୍ତା, ଯାହା ହଉ ବୁଣାଇ କ୍ଷେତ୍ରରେ ଏବଂ ହସ୍ତତନ୍ତ କ୍ଷେତ୍ରରେ ଜୀବିକାକୁ ସମସ୍ତେ ଉଜ୍ଜୀବିତ କରି ରଖିଥିବାରୁ ସମସ୍ତ ବୁଣାକାରଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଏବଂ ଆଗାମୀ ପିଢ଼ିମାନଙ୍କୁ ମଧ୍ୟ କେମିତି ଏ ଦିଗରେ ସମସ୍ତେ ଆପ୍ରାଣ ଚେଷ୍ଟା ଜାରି ରଖିବେ, ସେଥିପାଇଁ ବହୁତ ମୁଁ ନିବେଦନ କରୁଛି। ଆଉ ଯୁବପିଢ଼ି ମାନଙ୍କୁ ଅନୁରୋଧ କରୁଛି ସମସ୍ତେ ଯେମିତି ଏ କ୍ଷେତ୍ରକୁ ଉତ୍ସାହ ସହିତ ଆସନ୍ତୁ, କାର୍ଯ୍ୟ କରନ୍ତୁ ଏବଂ ଯାହା ତାଙ୍କର କୌଳିକ ବୃତ୍ତିରେ ଯେଉଁଭଳିଆ ଯେତିକି ପାରିଶ୍ରମିକ ପ୍ରାପ୍ୟ ମଧ୍ୟ ଠିକ୍ ଆଗ ଅପେକ୍ଷା ବହୁତ ଟିକେ ଡେଭଲପ୍ ହେଇଛି। ଆଉ ଆଗାମୀ ଦିନରେ ଆମେ ଚେଷ୍ଟା କରୁଛୁ ଡେଭଲପ୍ କରିବା ପାଇଁକା। ସରକାର ମଧ୍ୟ ଚେଷ୍ଟା କରୁଛନ୍ତି ଡେଭଲପ୍ କରିବେ।